ଜାତୀୟ ଖାଦ୍ୟ ତେଳତାଳ ଚାଷ ପାଇଁ କର୍ମଶାଳା। ଜଳଛାୟା ବିଭାଗ ଓ ତେଳତାଳ ସଂସ୍ଥା ତୁମାଲା ଏଗ୍ରୋ ପ୍ରଡକ୍ଟର ମିଳିତ ଆନୁକୂଲ୍ୟରେ କିସିଣ୍ଡା ଗ୍ରାମ ପଞ୍ଚାୟତ ସଭାଗୃହରେ ଆଜି ଜାତୀୟ ଖାଦ୍ୟ ତେଳତାଳ ଚାଷ ସମ୍ବନ୍ଧୀୟ ଏକ ବୈଷୟିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରବୀନ୍ଦ୍ର ପଣ୍ଡାଙ୍କ ତତ୍ତ୍ୱାବଧାନରେ ନାକ୍ଟିଦେଉଳ ବ୍ଲକର 4 ଗୋଟି ପଞ୍ଚାୟତ ପାଇଁ ଆଦର୍ଶ ତେଳତାଳ ଚାଷ ଗ୍ରାମ ପ୍ରତିଷ୍ଠା ନିମନ୍ତେ ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ଏହି କର୍ମଶାଳାରେ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧି ଏବଂ ବହୁ ବର୍ଷ ତେଳ ଉତ୍ପାଦନକାରୀ ବୃକ୍ଷ ତେଳତାଳ ଚାଷ ଉପରେ ଆଲୋକପାତ କରି ତୁମ୍ବାଲା ଏଗ୍ରୋ ସମ୍ବଲପୁର ନିର୍ବାହୀ ଅଧିକାରୀ ଶ୍ରୀ ମନୋଜ ଦାସ କହିଥିଲେ କି ଆଗାମୀ ଦିନରେ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଆଦର୍ଶ ତେଳତାଳ ଚାଷ ଗ୍ରାମ ଗଠନ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରତ୍ୟେକ ବ୍ଲକରେ ଜଳଛାୟା ବିଭାଗ, ବଣ ବିଭାଗ, ଉଦ୍ୟାନ ବିଭାଗ ସହିତ ତୁମ୍ବାଲା ଏଗ୍ରୋର ମିଳିତ ଉଦ୍ୟମରେ ପ୍ରତ୍ୟେକ ଚାଷୀଙ୍କ ପାଖରୁ ତେଳତାଳ ଚାଷର ଲାଭ, ଉପକାରିତା ଏବଂ ରୋପଣ ଜ୍ଞାନକୌଶଳ ପହଞ୍ଚାଇବା ପାଇଁ ଅନବରତ ଚେଷ୍ଟା ଜାରି ରହିଛି। ଆଜିର ଏହି କର୍ମଶାଳାରେ 4 ଗୋଟି ପଞ୍ଚାୟତରେ 35 ହେକ୍ଟର ଜମିରେ ଚାଷ କରିବା ପାଇଁ ଚାଷୀମାନେ ଦସ୍ତାବେଜ ପ୍ରଦାନ କରିଥିଲେ। ବ୍ୟୁରୋ ରିପୋର୍ଟ, ସନ୍ଧାନ ନ୍ୟୁଜ୍।